ଗ୍ୟାସ୍ ଯୋଗାଣ ସ୍ୱାଭାବିକର କୃତ୍ରିମ ଅଭାବ ଓ କଳାବଜାରୀ ରୋକିବାକୁ ଜିଲ୍ଲା କଂଗ୍ରେସର ଜିଲ୍ଲାପାଳଙ୍କୁ ଦାବିପତ୍ର। ମଧ୍ୟପ୍ରାଚ୍ୟରେ ଇରାନ ଆମେରିକା ଇସ୍ରାଏଲ ଯୁଦ୍ଧ ପାଇଁ ସମଗ୍ର ବିଶ୍ୱରେ ତୈଳ ସଙ୍କଟ ଦେଖାଦେଇଛି। ବିଶେଷ କରି ରନ୍ଧନ ଗ୍ୟାସ୍ କ୍ଷେତ୍ରରେ ଗୁରୁତର ସମସ୍ୟା ଦେଖିବାକୁ ମିଳିଛି। ଭାରତ ସରକାର ସ୍ପଷ୍ଟ କରିଛନ୍ତି, ଦେଶରେ ଏଲ୍‌ପିଜି ଓ ପେଟ୍ରୋଲ ଜାତୀୟ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ ରହିଛି। ତେଣୁ ଚିନ୍ତାର କାରଣ ନାହିଁ। କିନ୍ତୁ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଏବେଠାରୁ ତୈଳ ସଙ୍କଟ ଦେଖାଦେଲାଣି। ରୋଷେଇ ଓ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର କ୍ଷେତ୍ରରେ 60 ଟଙ୍କା ବୃଦ୍ଧି ଘଟିସାରିଛି। ଯୁଦ୍ଧ ଆଳରେ ବିଭିନ୍ନ ଗ୍ୟାସ୍ ଏଜେନ୍ସି କଳାବଜାରୀ ଆରମ୍ଭ କରିଦେବା ସହ କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି। ଏ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଗ୍ୟାସ୍ ଯୋଗାଣ ସ୍ୱାଭାବିକ କରିବାକୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦାବି କରିବା ସହ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ଜିଲ୍ଲା କଂଗ୍ରେସ କମିଟି ସଭାପତି ନଳିନୀ ମହାନ୍ତିଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଛି। ଏ ଅବସରରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ମହାରି କହିଛନ୍ତି ଯେ, ଏବେ ମଧ୍ୟପ୍ରାଚ୍ୟରେ ଲାଗିଥିବା ଯୁଦ୍ଧ ବିଶ୍ୱ ତୈଳ ବଜାରରେ ଗମ୍ଭୀର ସମସ୍ୟା ସୃଷ୍ଟି କରିଛି। ରନ୍ଧନ ଗ୍ୟାସ୍ ବା ଏଲ୍‌ପିଜି ଯୋଗାଣ କମିଛି। ଉପା ସରକାର ସମୟରେ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ 437 ଟଙ୍କା ଥିବା ବେଳେ ଏହା 950 ଟଙ୍କାରେ ପହଞ୍ଚିଛି। ଗ୍ୟାସ୍ ସିଲିଣ୍ଡର ବୁକିଂ ଅବଧିକୁ 15 ଦିନରୁ ସରକାର 25 ଦିନକୁ ବୃଦ୍ଧି କରିଛନ୍ତି। ଏହାଦ୍ୱାରା ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ହୋଟେଲ ଶିଳ୍ପ ଓ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶକାରୀ ଗୁରୁତର ଭାବେ ପ୍ରଭାବିତ ହେଉଛନ୍ତି। ଇତିମଧ୍ୟରେ ଗ୍ୟାସ୍କୁ ବିପୁଳ ପରିମାଣରେ ମହଜୁଦ ରଖି କୃତ୍ରିମ ଅଭାବ ସୃଷ୍ଟି କରିବା ପରି ଘଟଣା ନଜରକୁ ଆସିଛି, ଯାହାକି ଏଲ୍‌ପିଜି ବ୍ୟବହାରକାରୀଙ୍କୁ ଚିନ୍ତାଗ୍ରସ୍ତ କରିଛି। ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଗ୍ୟାସ୍ ଯୋଗାଣକୁ ଉପଯୁକ୍ତ ଭାବେ ପରିଚାଳନା କରିବାକୁ କଂଗ୍ରେସ ଦାବି କରିଛି। ସେହିପରି କଳାବଜାରୀଙ୍କ ବିରୋଧରେ ଭିଜିଲାନ୍ସ ମନିଟର, କୃତ୍ରିମ ଅଭାବ ସୃଷ୍ଟିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଗ୍ୟାସ୍ ବ୍ୟବହାରକାରୀଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଦ୍ୱନ୍ଦ୍ୱକୁ ଦୂର କରିବା, ଫୁଲ୍ ରେସର ଛୋଟ ଛୋଟ ହୋଟେଲକୁ ଗ୍ୟାସ୍ ଯୋଗାଣ ସ୍ୱାଭାବିକ କରି ଲକ୍ଷ ଲକ୍ଷ ଲୋକଙ୍କ ଉପରେ ଉଭୟ ପ୍ରଶାସନ ଓ ଯୋଗାଣ ବିଭାଗ ସ୍ୱତନ୍ତ୍ର ଟିମ୍ ଜରିଆରେ ଜୀବିକାକୁ ସୁରକ୍ଷିତ ରଖିବା, ନିୟମିତ ଭାବେ ଗ୍ୟାସ୍ ଯୋଗାଣ ପ୍ରକ୍ରିୟା ପଦକ୍ଷେପ ପ୍ରଶାସନ ପକ୍ଷରୁ ଗ୍ରହଣ କରାନଯାଏ, ତେବେ ପରିସ୍ଥିତି ଅଣାୟତ୍ତ ନଜର ରଖିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଯଦି ତୁରନ୍ତ ପଦକ୍ଷେପ ଭାବେ ଦୃଷ୍ଟି ଦେବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି। ପ୍ରଶାସନର ଆଶଙ୍କା ରହିଛି। ତେଣୁ ଗ୍ରାହକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଜିଲ୍ଲା ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି, ଜିଲ୍ଲା ସଭାପତି ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଦାବିପତ୍ର ପ୍ରଦାନ ସମୟରେ ଉପସଭାପତି ପ୍ରଞ୍ଚମ କୁମାର ଦାସ, ଅଭିଷେକ ରାଉତ, ଜ୍ୱାରାଣୀ ପତି, ରାଜ୍ୟ ଦଳିତ ସେଲ୍ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଜେନା, ନାରୀ ନେତ୍ରୀ ଶର୍ମିଷ୍ଠା କୁମାର ଦାସ, ଜିଲ୍ଲା କୋଷାଧ୍ୟକ୍ଷ ବିଜୟ ବାରିକ, ଚାନ୍ଦବାଲି ବ୍ଲକ ସଭାପତି ସୁଭାଶିଷ ମଲ୍ଲିକ, ଧାମନଗର ବ୍ଲକ ସଭାପତି ରମେଶ ବେହେରା, ସ୍ୱାସ୍ତିକା ପଣ୍ଡା, ଜନଳୀ ମଲ୍ଲିକ, ଧରିତ୍ରୀ ଜେନା, ପ୍ରମିଳା ମଲ୍ଲିକ, ଯୁବନେତା ବଳରାମ ରାଉତ, ବିଦ୍ୟାଧର ଜେନା, ଆଲୋକ ସଞ୍ଜୟ ମିଶ୍ର, ହରିହର ମଣ୍ଡଳ, ସର୍ବେଶ୍ୱର ବେହେରା, ହାଡ଼ିବନ୍ଧୁ ବିଶ୍ୱାଳ, ମନୋଜ ମଲ୍ଲିକ, ଗଣେଶ ମଲ୍ଲିକ, ଶିବାନନ୍ଦ ପାଢ଼ୀ, ଦୀନବନ୍ଧୁ ଦାସ, ନିମାଇ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଭଦ୍ରକରୁ ପୁନିଲ କୁମାର ସାମନ୍ତଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।